ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବା ମାତ୍ରେ ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ। ସୁନ୍ଦରୀ ବିବାହିତା ନାରୀ 5 ମିନିଟ୍ରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ମନ୍ତ୍ରକୁ ପଢ଼ିବେ, ସିଏ ଆପଣଙ୍କ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ମନ୍ତ୍ର ଏତେ ଶକ୍ତିଶାଳୀ କି ସେ ଝିଅ ହେଉ ବା ସୁନ୍ଦରୀ, ପଡ଼ିଶା ଘର ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ମନ୍ତ୍ରକୁ ଆପଣ କେବଳ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ। ଯେଉଁ ବିବାହିତା ନାରୀକୁ ଆପଣ ଦିନରାତି ଭାବୁଛନ୍ତି, ତାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ନାରୀ ରାତି ଦିନ ଆପଣଙ୍କୁ ଫୋନ୍ କରିବ, ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ବିଧିକୁ କେହି ବି ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ସୁନ୍ଦରୀ ଝିଅକୁ ପଟେଇବା ପାଇଁ କିମ୍ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିପାରିବେ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ଯିଏ ବି ଏହି ମନ୍ତ୍ରକୁ ପଢ଼ିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ପଟେଇ ପାରିଛି। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ କିପରି ସେ ଝିଅ ବା ନାରୀ ଆପଣଙ୍କର ବଶରେ ହେଇଯିବ। ଆପଣଙ୍କର ସବୁ କଥା ମାନିବ। ଯାହା ଚାହିଁବେ ତାହା କରିବ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଆପଣଙ୍କ ସହିତ କଥା ହେଉନି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ନିଜ ପ୍ରେମକୁ ସେ ଝିଅକୁ ପାଇବାକୁ ଚାହୁଁଛନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ତେଣୁ ଆପଣ ବି ଏହି ବଶୀକରଣ ଗୋଟିଏ ଥର କରନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ କରିଦେବେ, ସିଏ ଆପଣଙ୍କ ବଶରେ ହେଇଯିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ, କାଟି କାଟି ଦେଖିଲେ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ମନ୍ତ୍ର କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ, କଷ୍ଟ, ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ଅତି ସହଜରେ ପଟେଇ ପାରିବେ। ତେଣୁ
मोर आपणमानकु अनुरोध कि मनरे कौनसी खराब उद्देश्य किंबा कौनसी खराब काम पई आपण एही मंत्र को पाठ करिबेनी काहेकि ना एही मंत्रर कौनसी प्रकार काट नाही। जेउ झियो बा नारी उपरे एही मंत्र को पढ़ीदेवे सीए आपणक आड़कू आकर्षित हेबाकू लागिबो, आपणकू भल पाइबाकू लागिबो, आपणकू छाड़ी रही परिबनी। केवल आपणकू रातिरे शोइबा पूर्वरु ओम भगवते कुरुकुरु एही मंत्र को 3 थर पढ़िबार अछि। तापर देखिबे चमत्कार किपरि आपण एही मंत्र को पढ़िबे मु आपणकू शिखाइबी। जानिबा पई भिडियोटी को मूलरु शेष पर्यंत देखंतु। विधिटी जानिबा पूर्वरु गोटे छोटिया कथा जानि रखंतु। जेतेबेले आपण काहाकू निजठारु अधिक भल पाउचंती ता बिना बंची पारिबेनी भाबुचंती सेतेबेले आपण वशीकरण करि पारिबे। जदि केउ लोक बिना कारण रे आपणको हैरान करूची, आपणकर घर परिवार उपरे खराब नजर पकाउची, आउ आपण चाहिकी भी तार किछि करि पारु नांती, सेतेबेले आपण वशीकरण करि पारिबे। कारण केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारु बलवान हेइथाय, आउ आमे चाहिकी भी तार किछि करि पारु नाहु। एही परि परिस्थिति रे आपण वशीकरण करि पारिबे, निज प्रेम को पाई पारिबे, झियो पटेई पारिबे, शत्रु को हाथ मुठारे रखि पारिबे। एथिपई आजिर एही भिडियोटी रे मु आपणक पई आमर तंत्र शास्त्ररु सबुठारु सहज शक्तिशाली वशीकरण मंत्र नहीं आसीची। जदि आपण एही मंत्र को पढ़ीदेले मु आपणकू जेमती कहिबी आपण ठीक सेही परि करिदेले तेबे मु आपणकू ग्यारंटी देउची आपण जहाकू चाहिबे ताकू पटेई पारिबे। केउ भी कुंवारी झियो बा विवाहिता नारी को अति सहजरे पटेई पारिबे, ताठारु किछि भी काम हासिल करि पारिबे। तेबे विधिटी जानिबा पूर्वरु जदि आपण आम चैनल को प्रथम थर आसीचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु, जहा द्वारा आमे जेउ भी वीडियो अपलोड करिबु सर्वप्रथमे आपण देखि पारिबे आउ तार लाभ पाई पारिबे। मने रखंतु एही वशीकरण विधि को आपण मंगलवार, गुरुवार किंबा शनिवार दिन करि पारिबे। रातिरे सोइबा पूर्वरु करिबे। जेउ झियो बा नारी को आपण पटेइबाकू चाहुचंती ताकू मनरे भाबिकी आपण एही वशीकरण को आरंभ करिबे। विधिटी करिबा पूर्वरु भल भाबरे हाथ गोड़ मुह धोईकी सफा वस्त्र पिंधिकी निज बिछणारे बसिकी एही वशीकरण करिबे। प्रथमे आपण कोन करिबे, हाथ गोड़ धोईकी बिछणा उपरे बसी पड़िबे। तापरे आखि बंद करिकी सेई झियो बा नारी को मने मने भाबिबे, तार मुह को निज मनरे भाबिबे। तापरे 5 थर से झियोर नाम कहिबे। तापरे ओम भगवते कुरुकुरु, ओम भगवते कुरुकुरु, ओम भगवते कुरुकुरु एही 3टी शब्द को एही परी 3 थर पढ़ीदेवे। प्रथमे आपण झियोर नाम 5 थर कहिबे। तापरे ओम भगवते कुरुकुरु एही मंत्र को 3 थर पढ़िबे। 3 थर मंत्र पढ़ी सारिबा परे आपण सोई पड़िबे। राति सारा से झियो बा नारी उपरे प्रभाव पड़िबा आरंभ होइजिबो। सी आपणक आड़कू आकर्षित हेबाकू लागिबो। धन्यवाद।